ଏପରି ଗୋଟିଏ ବନ୍ଧନ ବିନା ଦୌଡ଼ିରେ ଏ ସଂସାରକୁ ବାନ୍ଧି ରଖିଛି। ଆଉ ଏଇ ମାୟା କାହାକୁ କହନ୍ତି? ତୁମ ମୋ ମଧ୍ୟରେ ପାର୍ଥକ୍ୟ ଥିବା ପରି ଜଣାଯିବା ହିଁ ମାୟା। ଠାକୁର କହନ୍ତି ମାୟାମୁକ୍ତ ହୋଇଲେ ଆମେ ସଂସାରରେ ଥାଅ, କିନ୍ତୁ ସଂସାର ତୁମ ଭିତରେ ନ ଆସୁ। ସଂସାରରେ ସମସ୍ତ କର୍ମ ଈଶ୍ୱର କରୁଛନ୍ତି ବା ପ୍ରଭୁ କରୁଛନ୍ତି ବୋଲି ଭାବ ଏବଂ ସମସ୍ତ କର୍ମ ଈଶ୍ୱରଙ୍କୁ ସମର୍ପଣ କରିଦିଅ। ସେଇଥିପାଇଁ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନକୁ କହୁଛନ୍ତି ନିମିତ୍ତ ମାତ୍ର ଗୋ ସବ୍ୟସାଚୀ। କର୍ମଫଳ ମୋ ଉପରେ ସମର୍ପଣ କରିଦିଅ, ଦେଖିବ ଶାନ୍ତିରେ ଅବସ୍ଥାନ କରିବ। ମାୟା ମୋହମୁକ୍ତ ହେଲେ ମଣିଷ ମୋକ୍ଷ ପ୍ରାପ୍ତ ହୋଇଥାଏ।